ସୁଭଦ୍ରା ଯୋଜନାରୁ ଅପ୍ ଟୁ ଆଉଟ୍ ଯେଉଁମାନେ ହେଇଯାଇଛନ୍ତି ସେମାନେ ଆଉ ଥରେ ସୁଭଦ୍ରା ଯୋଜନାରେ ଆମେ କିପରି ସାମିଲ ହେଇପାରିବା ଚାଲନ୍ତୁ ମୋବାଇଲ ସ୍କ୍ରିନ୍କୁ ଯିବା ସେଠାରେ ଜାଣିବା। ଜୟ ଜଗନ୍ନାଥ। ଏଠି ଆପଣ ଦେଖୁଛନ୍ତି ଆବେଦନ ସ୍ଥିତି ଯେଉଁ ସୁଭଦ୍ରା ଯୋଜନାର ଯେତେବେଳେ ଅପଡେଟ୍ ଆସିଲା ସେତେବେଳେ ବହୁତ ଜଣ କ'ଣ କରିଛନ୍ତି ନା ଏଠି ତାଙ୍କର ଷ୍ଟାଟସ୍ ଚେକିଂ ଦେଖିବା ପାଇଁ ସେମାନେ କ'ଣ କଲେ ନା ଆବେଦନ ସ୍ଥିତି ଉପରେ କ୍ଲିକ୍ କରିକି ଏ ଯେଉଁ ଆବେଦନ ସ୍ଥିତି ଆରିଆ ଉପରେ କ୍ଲିକ୍ କରିକି ସେମାନେ ଆଧାର ସଂଖ୍ୟା ଦେଇ ଲଗ୍ଇନ୍ କରିଛନ୍ତି। ଯେଉଁମାନଙ୍କର ସୁଭଦ୍ରା ଯୋଜନା ଅଣ୍ଡର ପ୍ରୋସେସିଂ ଥିଲା ସେମାନେ ଜାଣିବାକୁ ଚେଷ୍ଟା କରୁଥିଲେ କି ମୋର କେଉଁଦିନ ସୁଭଦ୍ରା ଯୋଜନା ଟଙ୍କାଟା ଆସିବ, ସେମାନେ ଏଇଠି ତାଙ୍କର ଭୁଲ କରିଦେଇଛନ୍ତି। ଦେଖନ୍ତୁ ଏଠି ଯେଉଁ ଲେଖା ହେଇଛି ଯେତେବେଳେ ସବୁ ଦେଖିଛନ୍ତି ତାଙ୍କର ଷ୍ଟାଟସ୍ ଚେକିଂ କରି ଦେଖିଲେ ଯେ ତାଙ୍କର ପେଣ୍ଡିଂ ଅଛି ବା ଅଣ୍ଡର ପ୍ରୋସେସିଂରେ ଅଛି, ସେତେବେଳେ ସେମାନେ କ'ଣ କରୁଛନ୍ତି ନା ଏଠି ତଳେ ଦେଖନ୍ତୁ ସୁଭଦ୍ରା ଯୋଜନାର ବାହାରିବା ପାଇଁ ଆତ୍ମ ଘୋଷଣା ପତ୍ର ଏଠି ଇଂଲିଶରେ ଲେଖା ହେଇଥିଲା। ସେମାନେ ବହୁତ ଜଣ ଜାଣିପାରିଲେନି ଏଇ ଜାଗା ଉପରେ ଯେ ଏଇଟା ଇଂଲିଶରେ ଲେଖା ହେଇଛି, ସେମାନେ ବୁଝିପାରିଲେନି। ସେମାନେ କ'ଣ କରୁଛନ୍ତି ନା ଯେ ଏଇ ଯେଉଁ ଲେଖା ହେଇଛି ଦେଖନ୍ତୁ ଏଇ ଛୋଟିଆ ବକ୍ସ କ୍ଲିକ୍ କରିକି ସେମାନେ କ'ଣ କରନ୍ତି ଅପ୍ ଟୁ ଆଉଟ୍ ଉପରେ କ୍ଲିକ୍ କରିଦେଇଛନ୍ତି। ତାପରେ ସେମାନେ କ'ଣ ହେଇଛି କି ଏଇଠୁ ସେମାନେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଯାଇଛନ୍ତି। ଏଠି କ'ଣ ଲେଖା ହେଇଛି ଦେଖନ୍ତୁ, ମୁଁ ଏହା ଦ୍ୱାରା ଘୋଷଣା କରୁଛି ଯେ ମୁଁ ସୁଭଦ୍ରା ଯୋଜନାର ତୁରନ୍ତ ପ୍ରଭାବରେ ବାହାରିବାକୁ ସିଦ୍ଧାନ୍ତ ନେଇଛି ଏବଂ ବର୍ତ୍ତମାନ ଠାରୁ ଏହି ଯୋଜନା ଅଧୀନରେ କୌଣସି ଲାଭ ଦାବି କରିବି ନାହିଁ। ତାପରେ କ'ଣ ହେଇଛି ନା ଏଠି ଗୋଟେ ତଳେ ଲେଖା ହେଇଛି ଗୋଟେ ଦେଖନ୍ତୁ ଯେ ନିର୍ଦ୍ଦେଶ ଅପ୍ ଟୁ ଆଉଟ୍ ବଟନ୍ କ୍ଲିକ୍ କରିବା ପରେ ଆପଣଙ୍କର ସୁଭଦ୍ରା ଆବେଦନ ସହିତ ସମ୍ପୃକ୍ତ ଆଧାର ଲିଙ୍କ ମୋବାଇଲ ନମ୍ବରକୁ ଏକ OTP SMS ମାଧ୍ୟମରେ ପ୍ରାପ୍ତ ହେବ। ଆପଣ ସେଇ OTP ଯେତେବେଳେ ଆସିଥିବ ସେଇଟା ଆପଣ ସବମିଟ୍ କରିଥିବେ, କଲାପରେ ଆପଣଙ୍କର ସେଇଟା କ'ଣ ହେଲା କି ଅପ୍ ଟୁ ଆଉଟ୍ ହେଇଗଲା। ତ ଆପଣ ସୁଭଦ୍ରା ଯୋଜନା ସମ୍ପୂର୍ଣ୍ଣ ଭାବେ ବାହାରି ଗଲେ, ମାନେ ଆପଣ ଆପ୍ଲାଏ କରିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ଟଙ୍କା ପାଇବା ପାଇଁ, ତ ସେଠି ଆପଣ ବାହାରି ପଳାଇଲେ, ମାନେ ମୁଁ ଆଉ ସୁଭଦ୍ରା ଯୋଜନା ଟଙ୍କା ନେବିନି। ତ ଏଠି ବହୁତ ବଡ଼ ଭୁଲ କରିଦେଇଛନ୍ତି ଯେ ଆପଣ ଜାଣନ୍ତୁ ଯେ ସୁଭଦ୍ରା ଯୋଜନାରେ ଯେତେବେଳେ ଆପ୍ଲାଏ କରିଥିଲେ ବହୁତ କଷ୍ଟରେ ଆପଣ ଆପ୍ଲାଏ କରିଛନ୍ତି, ସେଇ ଟାଇମ୍ରେ ଆପଣ ନିଜେ ଭାବନ୍ତୁ ମୁଁ ସୁଭଦ୍ରା ଯୋଜନା ଆପ୍ଲାଏ କଲି, ତାପରେ ପୁଣି ମୁଁ ନିଜେ ଭୁଲ କରିକି ନିଜେ ପୁଣି ସୁଭଦ୍ରା ଯୋଜନା ବାହାରି ଆସିଲି, ମାନେ ଏଠି ବହୁତ ବଡ଼ ଆପଣଙ୍କ ତରଫରୁ ଭୁଲ ହେଲା। ତ ଏଠି ସମ୍ପୂର୍ଣ୍ଣ ଭାବେ ଆପଣ ଏତେ ବଡ଼ ଭୁଲ କାମ କରିଛନ୍ତି ଯାହାକି ସୁଭଦ୍ରା ଯୋଜନା ଟଙ୍କା ମିଳିବା ଭାରି କଷ୍ଟ ହେଇଯିବ ଆପଣଙ୍କ ପାଇଁ। ତ ଏଠି କ'ଣ କେମିତି ଟଙ୍କାଟା ମିଳିବ ଦେଖନ୍ତୁ, ଆପଣଙ୍କୁ ଗୋଟେ କଥା କହିଛି ଯେ ସୁଭଦ୍ରା ଯୋଜନା ଆପଣ ତରଫରୁ କୌଣସି ଯଦି ଭୁଲ ଭାଲ ହୁଏ ତ ସୁଭଦ୍ରା ଯୋଜନା ଟଙ୍କା ପାଇବା ଭାରି କଷ୍ଟ ହେଇଯିବ। ସେଇଟା ବି ଘୋଷଣା ବି ହେଇଥିଲା ଯେ ସୁଭଦ୍ରା ଯୋଜନା ଲୋକ ଯେଉଁମାନେ ଭୁଲ ଭାଲ କରିଛନ୍ତି ତାଙ୍କୁ ମାନେ ସୁଭଦ୍ରା ଯୋଜନା ବାଦ ପଡ଼ିବେ ସେମାନେ। ଏଇଠୁ ଆପଣ ଜାଣିପାରୁଛନ୍ତି ନ୍ୟୁଜ୍ ଶୁଣୁଛନ୍ତି ଆପଣ ଯେ ସୁଭଦ୍ରା ଯୋଜନା ଟଙ୍କା ପାଇବା ଗଲେ ବହୁତ ଅସୁବିଧାରେ ପଡ଼ିବାକୁ ପଡ଼େ ଯେଉଁମାନେ ଭୁଲ କରିଛନ୍ତି, ତ ଆପଣ ଜାଣିପାରୁଛନ୍ତି। ତାପରେ ମୁଁ କହିବି ଯେ ଆପଣଙ୍କୁ ଦେଖନ୍ତୁ ଏଠି ଆପଣ ଅଭିଯୋଗରେ ଯାଇକି ଆପଣ ଦେଖିପାରିଥାନ୍ତେ ଯେ ଆପଣଙ୍କର ପେଣ୍ଡିଂ ଅଛି କି ନାହିଁ ବା ଅଣ୍ଡର ପ୍ରୋସେସିଂରେ ଅଛି କି ନାହିଁ, ସମ୍ପୂର୍ଣ୍ଣ ଭାବେ ସେଠି ଦେଖି ସାରିଲେ ବି ଆପଣଙ୍କୁ ଅସୁବିଧା ହେଇନଥାନ୍ତା। ଆପଣ ଏଠି ଆସିକି ଯେତେବେଳେ ଭୁଲ କରିଛନ୍ତି ଅପଡ଼େଟ୍ଟା ଯେତେବେଳେ ଆସିଛି ସେଇଟା ଆପଣଙ୍କ ତରଫରୁ ଆପଣ ଜାଣି ନପାରି ଏଠି ଭୁଲ କରିଦେଇଛନ୍ତି। ସେଠି ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଏ ଯେଉଁ ଭୁଲଟା ହେଇଛି ଆପଣ କ'ଣ କରିବେ ନା ଅଭିଯୋଗ ପୋର୍ଟାଲ ଯିବାକୁ ପଡ଼ିବ ଆପଣଙ୍କୁ। ତଳେ ଅଭିଯୋଗ, ଏଇ ଅଭିଯୋଗ ଉପରେ କ୍ଲିକ୍ କଲି, ତ ଆପଣ ବି କ୍ଲିକ୍ କରନ୍ତୁ ଅଭିଯୋଗ ଉପରେ। ବର୍ତ୍ତମାନ ପରବର୍ତ୍ତୀ ପେଜ୍ଟା ଖୋଲିଲା। ତ ଏଇ ଯେଉଁ ପେଜ୍ ଦେହରେ ଆପଣ ଲେଖନ୍ତୁ ଆଧାର ନମ୍ବରଟି, ଦେଖିଛନ୍ତି ଏଇ ଆଧାର ନମ୍ବର କହିଛି ଯେଉଁ ଆଧାର ନମ୍ବର ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିଥିଲେ ସେଇ ନମ୍ବରଟି ଏଇ ଜାଗା ଉପରେ ଲେଖିବେ। ତ ଏଇ ଯେଉଁ OTPଟା ମୁଁ କ'ଣ କରିବି ନା ଏଇ ଜାଗା ଉପରେ ଦେଇଦେବି, ଏଇ ଯେଉଁ ଜାଗା ଉପରେ OTP ଜାଗା ଉପରେ ମୁଁ ଦେବି। ଦେଲା ପରେ ତାକୁ ମୁଁ OTP ସହିତ ଯାଞ୍ଚ କରନ୍ତୁ। ପରବର୍ତ୍ତୀ ପେଜ୍ଟା ଖୋଲିଲା ସୁଭଦ୍ରା ଯୋଜନା। ଏଠି ଆମେ କ'ଣ କରିବା ନା ନିଜ ପାଇଁ ବାଛିବା ଅଭିଯୋଗ। ଏଠି ଆପଣ ପରବର୍ତ୍ତୀ ପେଜ୍ ଯେଉଁ ଲେଖା ହେଇଛି ପରବର୍ତ୍ତୀ ତଳକୁ ଦେଖନ୍ତୁ, ପରବର୍ତ୍ତୀ ଉପରେ କ୍ଲିକ୍ କଲା ପରେ ଆପଣ ଆଉ ଗୋଟେ ପେଜ୍କୁ ପଳାଇଯିବେ। ଏଠି ଆପଣଙ୍କର ଯେଉଁ ସମସ୍ୟା ଅଛି ଯେଉଁ ଧର ଅପ୍ ଟୁ ଆଉଟ୍ କରିଦେଇଛନ୍ତି ସେଇଟାକୁ ଆବେଦନ ଉପରେ କ୍ଲିକ୍ କରିକି ଆପଣ କ'ଣ କରିବେ ନା ଏଠି ଲେଖିବେ ଯେ ମୋର ଏଭଳିଆ ଭୁଲ ହେଇଯାଇଛି ଯେ ମୁଁ ଅପ୍ ଟୁ ଆଉଟ୍ କରିଦେଇଛି। ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣ ଆପଣଙ୍କର ଗାଁ ନା ଆପଣଙ୍କ ନାଁ ସବୁ ଡିଟେଲ୍ସ ସେଠି ଲେଖିବେ। ଲେଖି ସାରିଲା ପରେ ଏଇ ଯେଉଁ ବକ୍ସ ଭିତରେ ଲେଖି ସାରିଲା ପରେ ଆପଣ କ'ଣ କରିବେ ନା ଏଇ ଯେଉଁ ଲେଖା ହେଇଛି ଦାଖଲ କରନ୍ତୁ, ଦାଖଲ କରିବା ଉପରେ କ୍ଲିକ୍ କରିବେ। କଲାପରେ ଆପଣଙ୍କର ସେ ଯେଉଁ ମେସେଜଟା ସୁଭଦ୍ରା ଯୋଜନା ଯେଉଁ ଅଧିକାରୀଙ୍କ କତିକି ପହଞ୍ଚିଯିବ। ଦାଖଲ କରନ୍ତୁ ଉପରେ କ୍ଲିକ୍ କଲା ମାନେ ଆପଣଙ୍କୁ ଗୋଟେ ସୁଭଦ୍ରା ଯୋଜନା ତରଫରୁ ଗୋଟେ କୁପନ୍ ମିଳିବ। ସେଇ କୁପନ୍ ଦ୍ୱାରା ଆପଣ ଷ୍ଟାଟସ୍ ଚେକିଂ କରିପାରିବେ। ତ ଏଠି ଆପଣ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଲେ ତାପରେ ଆପଣ କ'ଣ କରିବେ ନା ଏଠି ଯେଉଁ ସୁଭଦ୍ରା ଯୋଜନା ରିଆପ୍ଲାଏ କରିବାକୁ ପଡ଼ିବ। ଏଇ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ
ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।